ରହିବ ତାଙ୍କ ଦଳର କାଳେ କ'ଣ ଅସୁବିଧା ଅଛି। ଆହୁରି 3000 କୋଟି ଟଙ୍କା ତାଙ୍କ ପାଖେ ଅଛି। 3000 କୋଟି ଜଟିଳ ଏକଦମ। ଏ ଅପାରଗ ସରକାର, ଏ ମୋହନ ସରକାର ଅପାରଗ ସରକାର। ତମେ କନକ ବର୍ଦ୍ଧନ ସିଂ ତ ଜଣେ କୃଷି ମନ୍ତ୍ରୀ ରାଜା ପିଲା, ତମେ କ'ଣ ଜାଣିବ ଚାଷୀର କେତେ ଦାରୁଣ ଦୁଃଖ। ତମେ ଭଦ୍ର ଲୋକ, ତୁରନ୍ତ ମଣ୍ଡି ଚାଲୁ କର। କାକର ଶୀତ ପାଣିରେ ପଡ଼ିଛି ଆମ ଧାନ ସବୁ। ମଣ୍ଡିକି ରାସ୍ତା ନାହିଁ, ରାସ୍ତା ରିପେୟାର କର। ମଣ୍ଡିକି ଇଲେକ୍ଟ୍ରିକ୍ ନାହିଁ, ଇଲେକ୍ଟ୍ରିକ୍ ଦିଅ। ମଣ୍ଡିରେ ପିଇବା ପାଣିର ବ୍ୟବସ୍ଥା କର। ଚାଷୀ ରହିବା ପାଇଁ ସେଡ୍ କର। ତାହେଲେ ମଣ୍ଡିରେ ଲୋକ ଯାଇ ଦାନ ଦେବେ ଏବଂ କିଣିବା ପାଇଁ ବ୍ୟବସ୍ଥା କର ଅର୍ଥ, ତାହେଲେ ଭଲ ହେବ। ନବୀନ ପଟ୍ଟନାୟକ କହିଛନ୍ତି 100 ବର୍ଷ ଏ ଦଳ ରହିବ ତାଙ୍କ ଦଳର କାଳେ କ'ଣ ଅସୁବିଧା ଅଛି। ଆହୁରି 3000 କୋଟି ଟଙ୍କା ତାଙ୍କ ପାଖେ ଅଛି। 3000 କୋଟି। ତାଙ୍କ ଲୋକ 100କୁ 100 ଅଛନ୍ତି। ସେ ବି ଏବେ ବେମାରରୁ ଉଠିକିରି ଚେଙ୍ଗଡ଼ା ଭଳିଆ ଚାଲିଲେଣି। ସେ ବି ରାଜ୍ୟ ପାଇଁ ତାଙ୍କ ଦଳ ବହୁତ କିଛି କାମ କରିଛି। ତେଣୁ ତାଙ୍କର 100 ବର୍ଷ ରହିବ। ତାଙ୍କ ଜେନେରେସନ୍ ପରେ ଜେନେରେସନ୍ ସବୁ ଜଏନ୍ କରିବେ ତାଙ୍କ ଦଳରେ। ଆମର କଂଗ୍ରେସ ଯେମିତି 140 ବର୍ଷ ରହିଲାଣି, ଏମିତି ଆମର ଜେନେରେସନ୍ ଚାଲିଛି, ବଢ଼ୁଛି ଚାଲିଛି। ସେ ଆଇଲେ ଇଏ ଆଇଲେ, ଏ ଆଇଲେ ସେ ଆଇଲେ, କିଛି ଅସୁବିଧା ନାହିଁ। ଦଳ ରହିବା ଦରକାର। ନାଇଁ ଛନକା ପରିବା କିଛି ଆବଶ୍ୟକ ନାହିଁ। ତମେ ଯାଇକି ତୁନିକିରି କ୍ୟୁରେ ରହିକି ପଲ୍ୟୁସନ୍ ସେଣ୍ଟରରେ ରେନୁ କରୁନ, ଏଗୁଡ଼ା ଫାଲତୁ କଥାରେ ମାତନି। ଦିଲ୍ଲୀ ଫିଲ୍ଲି ବମ୍ବେ ଫମ୍ବେ ସହର ଭଳିଆ କରନି। ଖାଲି ଧୂଆଁରେ ସେ ସହର ଦୂଷିତ ହେଇଗଲାଣି ଏକଦମ। ଆମେ ତା ପୂର୍ବରୁ ସଜାଗ ରହିବା ସମସ୍ତେ। ନାଇଁ ଚାଲାଣ ମାସେ ବଢ଼େଇ ଦେଲେଣି। ଆମେ ଡିମାଣ୍ଡ କଲୁ। ମାତ୍ର ଓଡ଼ିଶାରେ ହାରାହାରି 4.5 କୋଟି ଲୋକ, 600 ସେଣ୍ଟର, ସମୁଦ୍ରକୁ ପାଣି ଆଞ୍ଜୁଳେ। ତେଣୁ ସେଣ୍ଟର ବଢ଼ା, ଟାଇମ୍ ବଢ଼ା। ଯାହା ସରକାର ବାହାଦୁର ମୋହନ ସରକାର ଆମ କହିବା ଅନୁସାରେ ମାସେ ବଢ଼େଇଛନ୍ତି। ଆଉ 3 ମାସ ବଢ଼ା, ଆଉ ସେଣ୍ଟର ଆହୁରି ପ୍ରାୟ 1000 ଖଣ୍ଡେ କର। ତାହେଲେ ଲୋକ ମନକୁ ଯାଇକିରି ସେଣ୍ଟରରେ ରେନୁ କରିବେ। ସେଇଥିପାଇଁ ପରା ଆମେ କହୁଛେ ସେଣ୍ଟର ବଢ଼େଇ ଦିଅ, ପଲ୍ୟୁସନ୍ ସେଣ୍ଟର ବଢ଼େଇ ଦିଅ, ଟାଇମ୍ ବଢ଼େଇ ଦିଅ। ଏଇ ଆମରି 30ଟା ଜିଲ୍ଲା ବାଲେଶ୍ୱରଟା କଭର କରିଗଲାଣି। ତେଣୁ ଚାରିଆଡ଼େ କରିଦେଲା, ଆଉ କିଛି ହବନି, ତୁରନ୍ତ କରିଦିଏ। ହଁ ହେଇଯିବ, କିଛି ଅସୁବିଧା ନାହିଁ। ଆମେ ମୂଳରୁ ଚେଷ୍ଟା ସମସ୍ତେ କରିବା। ଆମେ ଗୋଟେ କରୁଛେ ହେଲମେଟ୍ ପିନ୍ଧୁନେ, ଆଜି ଗୋଟେ ଟୋକା ଏଇନା ମରିଗଲା ହେଲମେଟ୍ ପିନ୍ଧିନି ମୁଣ୍ଡଟା ପଟି। ସରକାର ଟାଇଟ୍ ହେବା ଦରକାର। ଏବଂ ଦ୍ୱିତୀୟ, ପଲ୍ୟୁସନ୍ ସେଣ୍ଟରକୁ ଯାଇ ତୁରନ୍ତ ଗାଡ଼ିରେ କରେଇ ଦିଅ।